जय जगन्नाथ। नमस्कार दर्शक बंधु, पुणी थरे मो चैनल को आपण मानक स्वागत जनाऊँगी। प्रत्येक घरे माँ वृंदावती को पूजा करा जाउछि। शास्त्र रे लेखा अछि जे माँ वृंदावती को पूजा करने द्वारा आम घरे केबे भी धनर अभाव देखा जाए नहीं। माँ लक्ष्मी मध्य बहुत खुशी होइथांती, किंतु आमे माने एमिति किछि भूल करि बसी थाउ जहा द्वारा माँ वृंदावती नारायण होई जाती। ଏହି ବିଷୟରେ ସମସ୍ତେ ଜାଣିବା ନିହାତି ଜରୁରୀ। ମା ବୃନ୍ଦାବତୀ ଯେଉଁ ଘରେ ଅଛନ୍ତି ସେହି ଘରେ ନକାରାତ୍ମକ ଶକ୍ତି ରହେ ନାହିଁ। ଘରେ ଭୂତ ପ୍ରେତ ବାସ କରନ୍ତି ନାହିଁ। ଆସନ୍ତୁ ଜାଣିବା ଏମିତି କ'ଣ କଲେ ମା ବୃନ୍ଦାବତୀ ଆମ ଘରେ ବର୍ଷ ବର୍ଷ ଧରି ପୂଜା ପାଇବେ। ଏ ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କ'ଣ କଲେ ମା ବୃନ୍ଦାବତୀ ଆଉ ନାରାୟଣ ହୋଇପାରିବେ ନାହିଁ। ସାରା ବର୍ଷ ଆମ ଘରେ ସେମିତି ପୂଜା ପାଉଥିବେ। ମା ବୃନ୍ଦାବତୀ ଯେଉଁ ଘରେ ବାସ କରିଥାନ୍ତି ସେ ଘରେ କ'ଣ ଲାଭ ହୋଇଥାଏ ସେସବୁ ଏ ଭିଡ଼ିଓ ମାଧ୍ୟମରେ ଜାଣିପାରିବେ। ବନ୍ଧୁଗଣ, ପଦ୍ମ ପୁରାଣରେ ଲେଖା ଅଛି ଯେ ଶ୍ରୀହରି ବିଷ୍ଣୁଙ୍କର ଅତି ପ୍ରିୟ ମା ବୃନ୍ଦାବତୀ। ମହାପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦରେ ତୁଳସୀ ଯଦି ପଡ଼ିନଥାଏ ତେବେ ଏହା ମାନ୍ୟତା ଅଛି ଯେ ମହାପ୍ରଭୁ ଜଗନ୍ନାଥ କେବେ ବି ସେହି ଭୋଗକୁ ଗ୍ରହଣ କରନ୍ତି ନାହିଁ। ସେହି କାରଣରୁ ପ୍ରଭୁ ଜଗନ୍ନାଥ ତାଙ୍କ ଗଳାରେ ଏବଂ ମସ୍ତକରେ ତୁଳସୀଙ୍କୁ ଧାରଣ କରିଥାନ୍ତି। ପ୍ରଭୁ ଶ୍ରୀହରି ଭଗବାନ ବିଷ୍ଣୁ କହିଛନ୍ତି ଯେ ତାଙ୍କର ଅତ୍ୟନ୍ତ ପ୍ରିୟ ହେଉଛନ୍ତି ମା ତୁଳସୀ। କାର୍ତ୍ତିକ ମାସ ପଞ୍ଚୁକରେ ଭଗବାନ ଶ୍ରୀହରି ବିଷ୍ଣୁ ବାଙ୍କ ବିହାରୀ ରୂପକୁ ଧାରଣ କରି ମା ବୃନ୍ଦାବତୀଙ୍କୁ ବିବାହ କରିଥିଲେ। ସେହି କାରଣରୁ ତାଙ୍କୁ ଆଶୀର୍ବାଦ ମଧ୍ୟ କରିଥିଲେ ଯେ ଯଦି କୌଣସି ବ୍ୟକ୍ତି ତୁମକୁ ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା କରିବେ, ପ୍ରଣାମ ଜଣାଇବେ, ତେବେ ସେ ବ୍ୟକ୍ତିର କେବେ ବି ଅକାଳ ବିୟୋଗ ହେବ ନାହିଁ। କୌଣସି ନାରୀର ସ୍ୱାମୀ ମଧ୍ୟ ମରିବେ ନାହିଁ। ତା ଘରେ ଯେତେ ଯାହା ଅଭାବ ଦୁଃଖ କଷ୍ଟ ସବୁ କିଛି ଦୂର ହୋଇଯାଏ। ସେ ନାରୀର କେବେ ବି ବିଧବା ଯୋଗ ନଥାଏ। ଏହି ସବୁ କଥା କହିଥିଲେ ଭଗବାନ ଶ୍ରୀହରି ବିଷ୍ଣୁ ମା ବୃନ୍ଦାବତୀଙ୍କୁ। ବାଙ୍କ ବିହାରୀ ବେଶକୁ ଧରି ମା ବୃନ୍ଦାବତୀଙ୍କୁ ବିବାହ କରି ଏସବୁ ଆଶୀର୍ବାଦ ପ୍ରଦାନ କରିଥିଲେ ଭଗବାନ ବିଷ୍ଣୁ। ପଦ୍ମ ପୁରାଣରେ ଲେଖା ଅଛି ଯେ ଯେଉଁ ଘରେ ମାତା ବୃନ୍ଦାବତୀ ପୂଜା ପାଇଥାନ୍ତି ତାଙ୍କ ଘରେ କେବେ ବି ଅଭାବ ଦେଖାଦେଇ ନଥାଏ। ମା ଲକ୍ଷ୍ମୀ ମଧ୍ୟ ସେମାନଙ୍କୁ ଆଶୀର୍ବାଦ କରିଥାନ୍ତି। ଯେଉଁ ଘରେ ମା ବୃନ୍ଦାବତୀଙ୍କୁ ପୂଜା କରାଯାଏ ସେହି ଘରେ କୌଣସି ରୋଗ ନଥାଏ। ଯେଉଁ ଘରେ ପ୍ରତ୍ୟେକ ଦିନ ମା ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରାଯାଇଥାଏ ସେହି ଘରର ନାରୀମାନେ ସୌଭାଗ୍ୟବତୀ ହୋଇଥାନ୍ତି। ଯେଉଁ ନାରୀମାନେ ମାତା ବୃନ୍ଦାବତୀଙ୍କୁ ଦୁଇପଟ ଶଙ୍ଖା, ସିନ୍ଦୂର ଆଉ କିଛି ନାଲି ବସ୍ତ୍ର ପିନ୍ଧେଇଥାନ୍ତି ସେମାନେ ସାରା ଜୀବନ ସୌଭାଗ୍ୟବତୀ ହୋଇ ରହିଥାନ୍ତି। ସେମାନଙ୍କ ଜୀବନରେ କେବେ ବି ବିଧବା ଯୋଗ ନଥାଏ। ସେମାନେ ଅହ୍ୟ ସୁଲକ୍ଷଣୀ ହୋଇ ବଞ୍ଚିଥାନ୍ତି। ପ୍ରତିଦିନ ସକାଳୁ ତୁଳସୀ ପତ୍ର ଖାଇବା ଦ୍ୱାରା ଅନେକ ରୋଗ ଦୂରେଇ ଯାଇଥାଏ। ମାତା ବୃନ୍ଦାବତୀ ଯେତେବେଳେ ଲକ୍ଷ୍ମୀଙ୍କ ଭବନରୁ ରାଗି ଯାଇ ଚାଲି ଯାଇଥିଲେ ସେତେବେଳେ ଶ୍ରୀହରି ବିଷ୍ଣୁ ମାତା ବୃନ୍ଦାବତୀଙ୍କୁ ଏହି ତିନୋଟି ଜିନିଷ ପିନ୍ଧାଇ ଦେଇଥିଲେ। ଆଉ ସେହିଦିନ ମା ବୃନ୍ଦାବତୀଙ୍କୁ କହିଥିଲେ ଯେ ଯେଉଁ ନାରୀ ତୁମକୁ ଏହି ତିନୋଟି ଅର୍ଥାତ୍ ଶଙ୍ଖା, ସିନ୍ଦୂର ଏବଂ ନାଲି ବସ୍ତ୍ର ପ୍ରଦାନ କରିଥାଏ ସେ ସବୁବେଳେ ଅହ୍ୟରାଣୀ ହୋଇଥାଏ। ତାଙ୍କ ଜୀବନରେ କେବେ ବି ଦୁଃଖ ଆସିନଥାଏ। ତାଙ୍କ ଜୀବନରେ କେବେ ବି ବିଧବା ଯୋଗ ନଥାଏ। ତା ଜୀବନରେ କେବେ ବି ଅକାଳ ମୃତ୍ୟୁ ଆସେ ନାହିଁ। ମା ବୃନ୍ଦାବତୀଙ୍କୁ ପ୍ରତିଦିନ ତ ପୂଜା କରିପାରିବେ, କିନ୍ତୁ କେବଳ 2 ଦିନ ମା ବୃନ୍ଦାବତୀଙ୍କୁ ସ୍ପର୍ଶ କରିବା ଉଚିତ ନୁହଁ। ଏହି 2 ଦିନ ଆପଣମାନେ ଯଦି ମା ବୃନ୍ଦାବତୀଙ୍କୁ ସ୍ପର୍ଶ କିମ୍ବା ଜଳ ଅର୍ପଣ ମଧ୍ୟ କରୁଛନ୍ତି ତାହା ଦ୍ୱାରା ଆପଣମାନଙ୍କର ବହୁତ କ୍ଷତି ହୋଇଥାଏ। ଏମିତି କରିବା ଦ୍ୱାରା ମା ବୃନ୍ଦାବତୀ ନାରାୟଣ ହୋଇଯାଇଥାନ୍ତି। ମା କୋପ କରିଥାନ୍ତି। ଶାସ୍ତ୍ର ସର୍ବଦା ଆମକୁ ସୁମାର୍ଗ ଦର୍ଶାଇଥାଏ। ଆମେ ଯଦି ଶାସ୍ତ୍ର ଅନୁଯାୟୀ ଚାଲୁ ଆମ ଜୀବନ ସୁଖମୟ ହୋଇଥାଏ।
ଆମ ଅଜାଣତରେ ଏହି ଦୁଇଟି କାମକୁ ଆମେ କରି ବସିଥାଉ, ଯାହାଦ୍ୱାରା ମା ବୃନ୍ଦାବତୀ ନାରାୟଣ ହୋଇଯାଇଥାନ୍ତି। ସାଙ୍ଗମାନେ ଆସନ୍ତୁ ଜାଣିବା କ'ଣ ଏପରି କାମ ଯାହାକୁ କରିବା ଦ୍ୱାରା ମା ବୃନ୍ଦାବତୀ ନାରାୟଣ ହୋଇଯାଇଥାନ୍ତି। ତୁଳସୀ ଗଛ ନାରାୟଣ ହୋଇଯାଇଥାନ୍ତି ବୋଲି କହିବାର କାରଣ ଯେ, କାହିଁକି ନା ମା ବୃନ୍ଦାବତୀଙ୍କୁ କେହି କେହି କହିଦିଅନ୍ତି କି ତୁଳସୀ ଗଛ ଆମେ ଲଗେଇଥିଲୁ ଆଉ ତୁଳସୀ ଗଛ ଶୁଖିଗଲା ବା ମରିଗଲା। ଏହା କହିବା ଉଚିତ ନୁହେଁ। ତୁଳସୀ ମା ସାକ୍ଷାତ ବିଷ୍ଣୁଙ୍କ ରୂପ। ଏହା କହିବା ଦ୍ୱାରା ମା ବୃନ୍ଦାବତୀ ରାଗି ଯାଇଥାନ୍ତି। ଏହା ମଧ୍ୟ ପାପ ଅଟେ। ମା ବୃନ୍ଦାବତୀ ଆପଣଙ୍କ ଘରେ ବର୍ଷ ବର୍ଷ ଧରି ପୂଜା ପାଇବେ। କେବଳ ଏହି ଦୁଇଟି କାମକୁ ଆପଣମାନେ କେବେ ବି କରନ୍ତୁ ନାହିଁ। ମା ବୃନ୍ଦାବତୀ ଯେଉଁ ସ୍ଥାନରେ ଅଛନ୍ତି ସେହି ସ୍ଥାନକୁ ସର୍ବଦା ପରିଷ୍କାର ରଖନ୍ତୁ, ଅପରିଷ୍କାର କରନ୍ତୁ ନାହିଁ। ମା ବୃନ୍ଦାବତୀଙ୍କ ଚତୁଃପାର୍ଶ୍ୱ ବା ଚାରିପାଖକୁ ସଫାସୁତୁରା ରଖନ୍ତୁ। ମାଙ୍କ ପାଖେ କେବେ ବି ଜୋତା ଚପଲ ରଖନ୍ତୁ ନାହିଁ। ଏହା ମାଙ୍କ ଅପମାନ ଅଟେ। ଏହା କରିବା ଦ୍ୱାରା ମା କ୍ରୋଧିତ ହୋଇଥାନ୍ତି। ମାଙ୍କୁ ଅଛୁଆଁ ହୋଇକି ଛୁଅନ୍ତୁ ନାହିଁ। ଅର୍ଥାତ୍ ଯଦି ଆପଣଙ୍କ ଘରେ କେହି ମୃତ୍ୟୁବରଣ କରିଛନ୍ତି, ସେମାନଙ୍କର ଯଦି ଶୁଦ୍ଧିକ୍ରିୟା ଯାଇନଥାଏ, ସେହି ଦିନ ଭିତରେ ଯଦି ଆପଣମାନେ ମାଙ୍କୁ ଛୁଇଁ ଦେଉଛନ୍ତି, ତେବେ ମଧ୍ୟ ମା ନାରାୟଣ ହୋଇଯାଇଥାନ୍ତି। ମାଙ୍କ ପାଖେ ଲୁଗାପଟା ଶୁଖାନ୍ତୁ ନାହିଁ। ଏହା ଅତ୍ୟନ୍ତ ଅଶୁଭ ଅଟେ। ଏହା ଘରକୁ ନକାରାତ୍ମକ ଊର୍ଜାକୁ ନେଇଥାଏ। ଏହାକୁ କରିବା କେବେ ବି ଠିକ୍ ନୁହେଁ। ଯଦି ଆପଣଙ୍କ ଘରେ ମା ତୁଳସୀ ନାରାୟଣ ହୋଇଯାଇଛନ୍ତି, ଆପଣ ତାଙ୍କୁ ଜଳ ଦେଇ ଉପାଡ଼ି ଦିଅନ୍ତୁ ଏବଂ ତାଙ୍କୁ ନେଇ ଜଳରେ ବିସର୍ଜନ କରିଦିଅନ୍ତୁ। ଆଉ ପୁଣି ଏକ ତୁଳସୀ ବୃକ୍ଷକୁ ଆଣି ସେହି ଜାଗାରେ ଲଗାନ୍ତୁ, ପାଣି ଦିଅନ୍ତୁ। ଏହି କାମକୁ, ଯେଉଁ କାମ ଦୁଇଟି ମୁଁ କହିଲି, ସେହି କାମକୁ କେବେ ବି କରନ୍ତୁ ନାହିଁ। ଏହା କରିବା ଦ୍ୱାରା ମା ନାରାୟଣ ହୋଇଯାଉଛନ୍ତି। ଆପଣମାନେ ଏହି କାମ ପ୍ରତି ଟିକେ ବିଶେଷ ଧ୍ୟାନ ଦିଅନ୍ତୁ। ଏହା କରନ୍ତୁ ନାହିଁ। ଏହା ନ କରିବେ ଯଦି ମା ଆପଣଙ୍କ ଘରେ ବର୍ଷ ବର୍ଷ ଧରି ପୂଜା ପାଇବେ। ଋତୁମତୀ ନାରୀମାନେ 7 ଦିନ ଭିତରେ ମା ବୃନ୍ଦାବତୀଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ। ଆଉ ଏହି 2 ଦିନ ମାଙ୍କୁ ଜଳ ଅର୍ପଣ ମଧ୍ୟ କରନ୍ତୁ ନାହିଁ। ସ୍କନ୍ଦ ପୁରାଣରେ ଲେଖା ଅଛି ଯେ, ଯେଉଁ ନାରୀମାନେ ବୃନ୍ଦାବତୀଙ୍କୁ ପ୍ରତ୍ୟେକ ଦିନ ସଫାସୁତୁରା କରି ପୂଜା ଅର୍ଚ୍ଚନା କରିଥାନ୍ତି, ସେହି ଘରେ କେବେ ବି ଅଭାବ ଦେଖାଦେଇ ନଥାଏ। ମା ବୃନ୍ଦାବତୀଙ୍କୁ ଭଗବାନ ଶ୍ରୀହରି ଆଶୀର୍ବାଦ କରିଥିଲେ ଯେ, ମୋତେ କୌଣସି ବ୍ୟକ୍ତି ପୂଜା କରିବା ପୂର୍ବରୁ ତୁମକୁ ପ୍ରଥମେ ପୂଜା କରିବେ। ତେଣୁ ଏହା କରିବା ଦ୍ୱାରା ସବୁ ପାପ କ୍ଷୟ ହୋଇଥାଏ ବୋଲି ଶ୍ରୀହରି ଭଗବାନ ବିଷ୍ଣୁ କହିଥିଲେ। ଆପଣମାନେ ମଧ୍ୟ ପ୍ରଥମେ ମାତା ବୃନ୍ଦାବତୀଙ୍କୁ ପୂଜା କରି ତାପରେ ଶ୍ରୀହରି ବିଷ୍ଣୁଙ୍କୁ ପୂଜା କରନ୍ତୁ। ତୁଳସୀ ପତ୍ର ସକାଳୁ ସକାଳୁ ଛିଡ଼ାଇବା ଉଚିତ। ଆଉ ତୁଳସୀ ପତ୍ର ଛିଡ଼ାଇଲା ବେଳେ ସବୁବେଳେ କୃଷ୍ଣଙ୍କ ନାମ ନିଅନ୍ତୁ, ଭଗବାନ ବିଷ୍ଣୁଙ୍କ ନାମ ନିଅନ୍ତୁ। ଏହା କରିବା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ। ଭଗବାନ ଗଣେଶ ଏବଂ ମାତା ଦୁର୍ଗାଙ୍କୁ କେବେ ବି ତୁଳସୀ ପତ୍ର ଚଢ଼ାଇବା ଉଚିତ ନୁହେଁ। ତୁଳସୀ ଗଛ ଭଗବାନ ବିଷ୍ଣୁଙ୍କ ରୂପ ବୋଲି ମାନାଯାଇଥାଏ। ତୁଳସୀ ଗଛକୁ କେବେ ବି ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ। ତୁଳସୀ ଗଛ ସବୁବେଳେ ଉତ୍ତର ଦିଗରେ ଲଗାଇବା ଉଚିତ। ଏହା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ। ଯଦି ମୋର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଗୋଟିଏ ଲାଇକ୍ କରନ୍ତୁ, ନିଜର ପ୍ରିୟଜନମାନଙ୍କୁ ସେୟାର କରନ୍ତୁ, କମେଣ୍ଟ କରନ୍ତୁ ଆଉ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ। ରହିଲି, ନମସ୍କାର।